ଝିଅ ବାପା ଗୋଡ଼ ତଳେ ପଡ଼ି ଭୁଲ ମାଗୁଥିଲା, କ୍ଷମା କରିଦେବାକୁ ନେଉରା ହେଉଥିଲା, ହେଲେ ବାପା କିଛି ଶୁଣୁନଥିଲା। ଦେଖୁନାହାନ୍ତି, ପୋଲିସ ବସିଛି, ଗାଁ ଲୋକ ବି ଅଛନ୍ତି। ଝିଅ ବାପାର ଗୋଡ଼ ତଳେ ପଡ଼ି କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା କରୁଛି। ମୋର ଭୁଲ ହେଇଯାଇଛି, ମୁଁ ମଣିଷ ଚିହ୍ନିବାରେ ଭୁଲ କରିଦେଇଛି ବାପା। ମୁଁ ତମ କଥା ନ ଶୁଣି ଆଜି ଯେଉଁ ଦୁଃଖ ପାଉଛି, ମୋ ପାଖରେ ଆଉ କିଛି ରାସ୍ତା ନାହିଁ। ବାପା, ମୋତେ ଘରେ ରହିବାକୁ ଟିକେ ଜାଗା ଦିଅ। ହେଲେ ବାପା ଶୁଣିବାକୁ ପ୍ରସ୍ତୁତ ନଥିଲା। ଶୁଣିବା ତ ଦୂରର କଥା ଆଜ୍ଞା, ଗୋଡ଼ ତଳେ ପଡ଼ୁଥିବା ଝିଅକୁ ଆଡ଼ ଆଖିରେ ବି ଚାହୁଁନଥିଲା। ଏ ଦୃଶ୍ୟ ଭାରି କଷ୍ଟକର ଥିଲା ଆଜ୍ଞା। ପୁରା ଘଟଣା ଜାଣିବା ପରେ ଆପଣ ନିଜେ ବିଚାର କରିବେ କାହାର ଭୁଲ ଥିଲା। ସତରେ କ'ଣ ଗୋଟେ ଝିଅ ବାହା ହେଇ ଆଉ କାହାର ହେଇସାରିବା ପରେ ବାପା ଘରେ ସବୁ ଅଧିକାର ହରେଇ ଦେଇଥାଏ? ସତରେ କ'ଣ ଜଣେ ଝିଅ ପରିବାର ଆଉ ବାପା ମାଆଙ୍କ ବିରୁଦ୍ଧରେ ଯାଇ ପ୍ରେମ କରି ବାହା ହେଲେ ତା ବାପ ଘର ଦ୍ୱାର ସବୁଦିନ ପାଇଁ ବନ୍ଦ ହେଇଯାଏ? ଇଏ ସେମିତି ଏକ କାହାଣୀ ଥିଲା ଆଜ୍ଞା। ଘରର ବଢ଼ିଲା ଝିଅଟା ଘର ପରିବାର କଥା ନ ଶୁଣି ପ୍ରେମ କରୁଥିବା ଯୁବକକୁ ଫେରାରେ ହିଁ ବାହା ହେଇଗଲା। ବାହାଘରର କିଛି ଦିନ ସେ ଯୁବକ ଏଇ ଯୁବତୀଠୁ ଯାହା ଚାହୁଁଥିଲା ସବୁ ପାଇଗଲା ପରେ ଯେତେବେଳେ ମନ ଭରିଗଲା, ବାହା ହେଇଥିବା ପ୍ରେମିକ ସ୍ୱାମୀ ଏଇ ଝିଅକୁ ଘରୁ ବିଦା କରିଦେଲା। ଏବେ ଝିଅ କୁଆଡ଼େ ଯିବ ବୋଲି କାନ୍ଦି କାନ୍ଦି ପ୍ରେମ କରି ବାହା ହେଇଥିବା ସ୍ୱାମୀକୁ ନେଉରା ହେଇଥିଲା। ହେଲେ ସ୍ୱାମୀ କହିଲା, ତୁ କୁଆଡ଼େ ଯିବୁ? ମୁଁ କ'ଣ ଠିକା ନେଇଛି କହିବାକୁ? ତୁ ଜଲ୍ଦି ମୋ ଘରୁ ବାହାରି ଯା। ବିଚରା ଯୁବତୀ କିଛି ଉପାୟ ନ ପାଇ ସିଧା ବାପ ଘରେ ପହଞ୍ଚିଥିଲା। ଝିଅକୁ ଦେଖି ବାପା ପୁରା ରାଗି ଯାଇଥିଲା। ପୋଲିସକୁ ଫୋନ୍ କଲା, ଗାଁ ଲୋକଙ୍କୁ ବି ଏକାଠି କଲା, ଆଉ ଝିଅକୁ ଘରୁ ଯିବାକୁ କହିଲା। ହେଲେ ଝିଅ ଯିବା ବଦଳରେ କାନ୍ଦି କାନ୍ଦି ଗୋଡ଼ ତଳେ ପଡ଼ି ଘରେ ରହିବାକୁ ଅନୁରୋଧ କରୁଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରୁଥିବା ବେଳେ ଆପଣ କୁହନ୍ତୁ, ଏ ଝିଅ ନିଜ ଇଚ୍ଛାରେ ବାହା ହେଇ କ'ଣ ଭୁଲ କରିଥିଲା? ଆଉ ଏବେ ତା ବାପା ଯାହା କରୁଛି କ'ଣ ଠିକ୍ କରୁଛି? ସତରେ କ'ଣ ଗୋଟେ ଝିଅ ଭୁଲ କଲେ ଜଣେ ବାପା ତାକୁ କ୍ଷମା କରିବା କଥା ନୁହେଁ? ଏଇ ଭୁଲ ଯଦି ଝିଅ ଜାଗାରେ ଗୋଟେ ପୁଅ କରିଥାନ୍ତା, ତେବେ କ'ଣ ଏଇ ବାପା ସେ ପୁଅକୁ ସବୁଦିନ ପାଇଁ ଘରୁ ବିଦା କରିଦେଇଥାନ୍ତା? ସୋସିଆଲ ମିଡ଼ିଆରେ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି, ଯାହାକୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଉଥିବା ବେଳେ ଆପଣଙ୍କ ମତ କ'ଣ କମେଣ୍ଟ କରି ନିଶ୍ଚିତ ଜଣାଇବେ ଆଜ୍ଞା। ବ୍ୟୁରୋ ରିପୋର୍ଟ, ଏ ୱାନ୍ ଓଡ଼ିଆ।